ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ଫାର୍ଷ୍ଟ ସେମିଷ୍ଟାରର ଯେଉଁଟାକି ସମସ୍ତଙ୍କ କମ୍ପଲସରି ସବଜେକ୍ଟ AECC 1 ପେପର୍। ଓକେ, ବିଷୟ ହେଲା ଏନଭାରମେଣ୍ଟାଲ ଷ୍ଟଡି ବା ପରିବେଶ ବିଜ୍ଞାନ। ଓକେ, ପୂର୍ବରୁ ଆମେ ଅନେକ ଗୁଡ଼ିଏ ଲଙ୍ଗ କ୍ୱେଶ୍ଚିନ୍ ଆଲୋଚନା କରିଛନ୍ତି। ଏଇଟା ଆଉ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ପରିସଂସ୍ଥା ଉପରେ। ଓକେ, ଦେଖ ପରିସଂସ୍ଥା କହିଲେ କ'ଣ ବୁଝ, ଏହାର କାରକ ଗୁଡ଼ିକ ବିଷୟରେ ଆଲୋଚନା କର। ଓକେ, ପିଲାମାନେ ଭିଡ଼ିଓଟି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କର ଏବଂ ଅନେକ ପିଲାମାନଙ୍କ ସହିତ ସେୟାର କର। ଓକେ, ଆପଣ ଏଇ ଗୋଟେ ରହିବ ଶପଥ। ଓକେ, ଦେଖ ଗୋଟିଏ ଜୀବର ପରିବେଶ ହେଲା ତା'ର ପାରିପାର୍ଶ୍ୱରେ ଥିବା ପ୍ରାକୃତିକ ଅବସ୍ଥା। ଏହା କେତେକ ଭୌତିକ, ଜୈବିକ ଏବଂ ଅଜୈବିକ ପାରିପାର୍ଶ୍ୱର କାରକକୁ ନେଇ ଗଠିତ। ଜୀବଟିର ଉପରୋକ୍ତ ପାର୍ଶ୍ୱିକ କାରକମାନଙ୍କ ସହ କିପରି ସମ୍ପର୍କ ସ୍ଥାପିତ ହୋଇଥାଏ, ତା ବିଷୟରେ ଅଧ୍ୟୟନ କରିବାକୁ ପାରିପାର୍ଶ୍ୱିକ ବିଜ୍ଞାନ କୁହାଯାଏ। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବାସ କରୁଥିବା ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ଜୀବଙ୍କୁ ନେଇ ଜୀବସଂଖ୍ୟା ଗଠିତ। ପୁଣି ସେହି ଅଞ୍ଚଳରେ ଏକାଠି ରହୁଥିବା ବିଭିନ୍ନ ଜାତିର ଜୀବସଂଖ୍ୟାର ସମାହାରକୁ ଗୋଷ୍ଠୀ କୁହାଯାଏ। ବଞ୍ଚି ରହିଥିବା ଜୀବୀୟ ଗୋଷ୍ଠୀ ଏବଂ ଅଜୀବୀୟ ପରିବେଶ ମଧ୍ୟରେ ଉପୁଜୁଥିବା ପାରସ୍ପରିକ ସମ୍ପର୍କକୁ ଗୋଟିଏ ସଂସ୍ଥା ଧରିନେଲେ ତାହାର ପ୍ରକୃତ ନାମକରଣ ହେଉଛି ପରିସଂସ୍ଥା। ପରିସଂସ୍ଥାନର କାରକ ଏକ ମୁଖ୍ୟତଃ ଦୁଇ କାରକରେ ସୃଷ୍ଟି, ଯଥା ଅଜୈବ କାରକ, ଦୁଇରେ ଜୈବିକ କାରକ। ଅଜୈବିକ କାରକ ପରିସଂସ୍ଥାକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ ହେଲା ଜଳବାୟବିକ କାରକ, ମୃତ୍ତିକାୟ କାରକ, ଭୂତାନ୍ତରୀୟ କାରକ ଇତ୍ୟାଦି। ଜଳବାୟବିକ କାରକ ଯେଉଁ କାରକ ଗୁଡ଼ିକ ପରିବେଶ ସହ ସଂଯୁକ୍ତ, ଯଥା ଆଲୋକ, ଉତ୍ତାପ, ବାୟୁ, ଆର୍ଦ୍ରତା ଇତ୍ୟାଦିକୁ ଜଳବାୟବିକ କାରକ କୁହାଯାଏ। ଆଲୋକ, ଯଦିଓ ଅଳ୍ପ କେତେକ ଜୀବ ଆଲୋକ ବିନା ବଞ୍ଚି ପାରନ୍ତି, ତଥାପି ଉଦ୍ଭିଦ ଓ ପ୍ରାଣୀ ଉଭୟଙ୍କ ନିମନ୍ତେ ଆଲୋକ ନିହାତି ଆବଶ୍ୟକ। ଏଣୁ ଏହାକୁ ଏକ ଅପରିହାର୍ଯ୍ୟ ଅଜୈବ କାରକ କୁହାଯାଏ, ଯାହା ବିନା ଜୀବ ତିଷ୍ଠିବା ଅସମ୍ଭବ ହୋଇଥାଏ ଏବଂ ପ୍ରକୃତିର ପରିସଂସ୍ଥା ସାଧାରଣତଃ କାର୍ଯ୍ୟ ସମ୍ପାଦନ କରିପାରେ ନାହିଁ। ଉଦାହରଣ, ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ ହେଉ ଆଲୋକ ନିମ୍ନ ପ୍ରକାରର ଉଦ୍ଭିଦ ଜୀବନ ଚକ୍ରରେ କିଛି ପରିମାଣରେ ପ୍ରଭାବ ପକାଇଥାଏ। ପତ୍ର ହରିତ ପ୍ରସ୍ତୁତ। ହରିତକଣା ଯୁକ୍ତ ବୃକ୍ଷଗୁଡ଼ିକର ପତ୍ର ହରିତ ପ୍ରସ୍ତୁତିରେ ସୂର୍ଯ୍ୟାଲୋକ ମୁଖ୍ୟ କାରକ ରୂପେ କାର୍ଯ୍ୟ କରିଥାଏ। ତା ଛଡ଼ା ହରିତକଣିକାର ସଂଖ୍ୟା ଏବଂ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପତ୍ରର ଉପରିଭାଗ, ଅର୍ଥାତ୍ ଯେଉଁ ଭାଗ ସୂର୍ଯ୍ୟଙ୍କ ଆଡ଼କୁ ରହି ଅତ୍ୟଧିକ ସୂର୍ଯ୍ୟକିରଣ ଗ୍ରହଣ କରେ, ସେଥିରେ ପତ୍ରର ତଳଭାଗ ଅପେକ୍ଷା ଅଧିକ ହରିତକଣା ସୂର୍ଯ୍ୟକିରଣ ଅନୁଯାୟୀ ଧାଡ଼ି ଧାଡ଼ି ହୋଇ ସଜାଇ ହୋଇ ରହିଥାନ୍ତି। ଏହିପରି ଭାବରେ ବୃକ୍ଷ ସୂର୍ଯ୍ୟାଲୋକ ବିନା ତିଷ୍ଠି ରହିବା ଅସମ୍ଭବ। ଆଲୋକ ଶ୍ଳେଷଣ ପ୍ରକ୍ରିୟା। ସବୁଜ ଉଦ୍ଭିଦ ସୂର୍ଯ୍ୟାଲୋକରେ ଜଳ ଏବଂ ଅଙ୍ଗାରକାମ୍ଳ ଦ୍ୱାରା ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ। ଏହି ପ୍ରକ୍ରିୟାରେ ସୂର୍ଯ୍ୟଙ୍କଠାରୁ ବିକିରଣ ହେଉଥିବା ଆଲୋକ ଉଦ୍ଭିଦ ଦେହରେ ଥିବା ପତ୍ର ହରିତ ଦ୍ୱାରା ସହଜରେ ଫନ୍ଦି ହୁଏ ଏବଂ ରାସାୟନିକ ଶକ୍ତିରେ ପରିଣତ ହୁଏ। ଏହି ରାସାୟନିକ ଶକ୍ତି ଖାଦ୍ୟରେ ସଞ୍ଚିତ ହୋଇଥାଏ ଏବଂ ଆବଶ୍ୟକ ସ୍ଥଳେ ବିଭିନ୍ନ ଜୀବ ରାସାୟନିକ ପ୍ରକ୍ରିୟା ବ୍ୟବହୃତ ହୁଏ। ଶ୍ୱସନ। ଉଦ୍ଭିଦମାନଙ୍କ ଦେହରେ ସ୍ତୋମ ସାହାଯ୍ୟରେ ବାୟୁ ବିନିମୟ ସମ୍ଭବ ହୋଇଥାଏ। ଏହାକୁ ଉଦ୍ଭିଦର ଶ୍ୱସନ କୁହାଯାଏ। ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ଯେଉଁ ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ ହୋଇଥାଏ, ତାହାର ଅମ୍ଳଜାନ ଉପସ୍ଥିତିରେ ଜାରଣ ହେବା ଫଳରେ ଅଙ୍ଗାରକାମ୍ଳ ଏବଂ ଜଳ ଉତ୍ପନ୍ନ ହୁଏ। ଏହି ପ୍ରକ୍ରିୟାକୁ ଉଦ୍ଭିଦର ଶ୍ୱସନ କୁହାଯାଏ। ଉଦ୍ଭିଦର ବୃଦ୍ଧି।
ଉଦ୍ଭିଦର ବୃଦ୍ଧି ମଧ୍ୟ ଆଲୋକ ପ୍ରଭାବରେ ସମ୍ପାଦିତ ହୁଏ। ଆଲୁଅରେ ଦେଖାଯାଉଥିବା ଉଦ୍ଭିଦର କାଣ୍ଡ ଲମ୍ବା ପଦ ଲମ୍ବା ତୁଳନାରେ ସାଧାରଣ ଭାବରେ ବଢୁଥିବା ବେଳେ ଛାୟାପଦ ସ୍ଥାନରେ ଥିବା ଉଦ୍ଭିଦଗୁଡ଼ିକର କାଣ୍ଡ ଓ ପଦ ଅତ୍ୟଧିକ ପରିମାଣରେ ବଢ଼ିଯାଏ, ଫଳରେ ଗଛଟି ବିକୃତ ରୂପ ଧାରଣ କରେ। ଉଦ୍ଭିଦର ପୁଷ୍ପନ ଓ ଆଲୋକ ପ୍ରଭାବରେ ଏକ ପ୍ରକାର ପୁଷ୍ପନ ହରମୋନ୍ ଫ୍ଲୋରିଜିନ୍ କ୍ଷରଣ ହୁଏ, ଯାହାକି ଉଦ୍ଭିଦର ପୁଷ୍ପନରେ ସାହାଯ୍ୟ କରିଥାଏ। ଯଥା ଆଲପାଇନ୍ ଅଞ୍ଚଳରେ ଦେଖାଯାଉଥିବା ଉଦ୍ଭିଦଗୁଡ଼ିକ ଅତ୍ୟଧିକ ଆଲୋକ ଯୋଗୁଁ ସୁନ୍ଦର ରଙ୍ଗର ଫୁଲ ଦେଖାଯାଏ। ଓକେ, ଏଇ ଥିଲା ଆମର କୋଶ୍ଚିନ୍। ଓକେ, ପରିସଂସ୍ଥା ଉପରେ। ଜୟ ଜଗନ୍ନାଥ।